ଦେଖନ୍ତୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ ପ୍ରୋଗ୍ରାମ ଗୋଟେ ସାରା ପୃଥିବୀ ବର୍ଷରେ ଗୋଟେ ଆଲୋଡ଼ନକାରୀ ବିଷୟବସ୍ତୁ ପାଲଟିଛି, ଗୋଟେ ଚର୍ଚ୍ଚା ପାଲଟିଛି। ଏଇ ମନ୍ କି ବାତ୍ ମାଧ୍ୟମରେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ନିଜର ଅଭିଜ୍ଞତା ବା ନିଜର ମନର କଥା ସାଧାରଣ ଲୋକଙ୍କ ପାଖରେ, ଭାରତବର୍ଷର ଜନସାଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ଯେଉଁଟାକି ବର୍ତ୍ତମାନ 140 କୋଟି ଲୋକ ମଧ୍ୟ ଏ କାର୍ଯ୍ୟକ୍ରମକୁ ହୃଦୟ ସହକାରେ ଗ୍ରହଣ କରୁଛନ୍ତି ଏବଂ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ୟାକୁ ନିଜ ଘରେ ଥାଇକି ମା ମାନେ, ଭଉଣୀ ମାନେ, ଗୁରୁଜନ ମାନେ, ଯେଉଁମାନେ ପାଠ ବି ପଢ଼ୁଛନ୍ତି, ଶିକ୍ଷିତ ଲୋକ, ସରକାରୀ ଚାକିରିଆ, ବରିଷ୍ଠ ନାଗରିକ ସମସ୍ତେ ଏହାକୁ ଉପଭୋଗ କରୁଛନ୍ତି। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଲା ଯେ ମନ୍ କି ବାତ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ନିଜର ଅନୁଭୂତି, ପୃଥିବୀ ବର୍ଷ ସିଏ ବୁଲୁଛନ୍ତି, ପୃଥିବୀ ବର୍ଷର ବିଭିନ୍ନ ଦେଶର ଅନୁଭୂତିକୁ ମଧ୍ୟ ବି ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି। କେବଳ ଅନୁଭୂତି ନୁହେଁ, ଏହି ଅନୁଭୂତି ମାଧ୍ୟମରେ ଭାରତବର୍ଷ କିଭଳି ଭାବରେ ପରମ ବୈଭବଶାଳୀ ହେବ, ପୃଥିବୀ ବର୍ଷରେ ଭାରତବର୍ଷର ନାଁ କେମିତି ରହିବ ବା ବିଶ୍ୱରେ ଭାରତବର୍ଷ କେମିତି 1 ନମ୍ବର ଦେଶ ହିସାବରେ ପରିଗଣିତ ହେବ, ଇଏ ହେଉଛି ତାଙ୍କର ମୂଳ ଉଦ୍ଦେଶ୍ୟ ଏବଂ ମୂଳ ସଂକଳ୍ପ। ଯେଉଁ ମାଧ୍ୟମରେ ସେ ବିଭିନ୍ନ ପ୍ରୋଗ୍ରାମ ଗୁଡ଼ିକରେ ମାନେ ଅର୍ଥନୈତିକ ପ୍ରଗତି କେମିତି ଆରମ୍ଭ ହେବ, ଗରିବ ଜନକଲ୍ୟାଣ ଯୋଜନାକୁ କିଭଳି ଭାବରେ ଆମେ ଗ୍ରହଣ କରିବା, ମା ମାନଙ୍କର କେମିତି ଭାବରେ ଆମର ଯେଉଁ SHG ଗ୍ରୁପ ଅଛି କେମିତି ଭାବରେ ତାଙ୍କୁ ମା ମାନଙ୍କୁ ସର୍ବତକ୍ରମେ ପୃଥିବୀର ଯେତେ ଦେଶ ଅଛି ଆମର ଯେଉଁ ମହିଳାମାନେ ଅଛନ୍ତି ତାଙ୍କୁ କେମିତି ସର୍ବଠୁ ଉର୍ଦ୍ଧ୍ୱରେ ନେଇକି ରଖିକି ପହଞ୍ଚେଇବା। ତା ଛଡ଼ା ଆମର ଯେଉଁମାନେ ଅନଏମ୍ପ୍ଲଏଡ଼ ପିଲାମାନେ ସବୁ ଅଛନ୍ତି, ଆମର ଯେଉଁମାନେ ଯୁବକ ଯୁବତୀମାନେ ଯେଉଁମାନେ ବର୍ତ୍ତମାନ ରୋଜଗାରକ୍ଷମ ହେଇନାହାନ୍ତି ତାଙ୍କୁ କେମିତି ନେଇକି ରୋଜଗାରକ୍ଷମ କରେଇବା ବା ଅନ୍ୟ ଦେଶରେ କିଭଳି ଭାବରେ ମା ଭଉଣୀମାନେ ରୋଜଗାରକ୍ଷମ ହେଉଛନ୍ତି, ଯୁବକ ଯୁବତୀମାନେ ରୋଜଗାରକ୍ଷମ ହେଉଛନ୍ତି, ସେଇ ସ୍କିମ୍ କି ଭାରତବର୍ଷରେ କେମିତି ଭାବରେ ତାକୁ ଆମେ ଇମ୍ପ୍ଲିମେଣ୍ଟ କରେଇବା। ଏଥି ସହିତ ସବୁଠୁ ବଡ଼ କଥା ହେଉଛି ପୃଥିବୀ ବର୍ଷ ବିଶ୍ୱକୁ ଯେଉଁ ନୂଆ ଚିନ୍ତା ଆଉ ଚେତନା ଦେଉଛି ତା ବାବଦରେ ଆଲୋଚନା କରିବା। ମୁଁ ଗୋଟିଏ ଛୋଟିଏ କଥା କହିବା ପାଇଁ ଚାହେଁ ଆପଣମାନଙ୍କ ମାଧ୍ୟମରେ ଯେ ବର୍ତ୍ତମାନ ଆମର ଗୋଟେ ସ୍ୱଚ୍ଛ ଭାରତ ମିଶନ ନରେନ୍ଦ୍ର ଭାଇଙ୍କ ମୋଦିଙ୍କର ଯେଉଁ ପ୍ରଚେଷ୍ଟା ବା ତାଙ୍କର ଯେଉଁ ଦିଗ୍ଦର୍ଶନରେ ଚାଲିଲା, ଯେଉଁଟାକି ପୃଥିବୀ ବର୍ଷକୁ ବର୍ତ୍ତମାନ ମାନେ ଚମକେଇ ଦେଇଛି ଯେ ଭାରତବର୍ଷର 140 କୋଟି ନରନାରୀମାନେ କିଭଳି ଭାବରେ ସ୍ୱଚ୍ଛତା ଅଭିଯାନକୁ ଗ୍ରହଣ କରିଛନ୍ତି। ସବୁଠୁ ଇଣ୍ଟରେଷ୍ଟିଂ କଥା, କେବଳ ସ୍ୱଚ୍ଛ ଭାରତ ଅଭିଯାନ ନୁହେଁ, ଆମର ଯେଉଁ ବିଶ୍ୱ ପର୍ଯ୍ୟାବରଣ ଦିବସ ଅଛି, ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସାରା ଭାରତବର୍ଷର ଜନସାଧାରଣଙ୍କ ଆଖି ଆଗରେ ବର୍ତ୍ତମାନ ଗୋଟେ ସ୍ୱପ୍ନ କରିଦିଆ ହେଇଛି। ସମସ୍ତେ ବର୍ତ୍ତମାନ ନିଜ ଜାଗାରେ, ନିଜ ଗାଁରେ, ନିଜ ଅଞ୍ଚଳରେ ଗୋଟିଏ ଗୋଟିଏ ଗଛ ଲଗାଉଛନ୍ତି। ଇଏ ମଧ୍ୟ ପୃଥିବୀ ବର୍ଷ ପାଇଁ ଯାହାର ମଙ୍ଗଳକାରୀ ଯେଉଁ ଜିନିଷ ବିଶ୍ୱ ପର୍ଯ୍ୟାବରଣ ଦିବସକୁ ଏ କଣ୍ଟ୍ରୋଲ କରୁଛି। ତେଣୁକରି ବିଶ୍ୱ ଯୋଗ ଦିବସ ଆଉ ଏକ ନୂତନ ଚିନ୍ତା ଆଉ ଚେତନ ପୃଥିବୀ ବର୍ଷକୁ ଭାରତବର୍ଷ 5000 ବର୍ଷର ଗୋଟେ ଦିଗ୍ଦର୍ଶନ ଦେଇଛି। ଭାଇ ଯୋଗ ଏମିତି ଏକ ମାନେ ଔଷଧ ଯାହା ଦେହର ସମସ୍ତ ରୋଗକୁ ମଧ୍ୟ ଭଲ କରିଦେଇପାରେ, ଯାହାକୁ ପୃଥିବୀର 195 ଦେଶ ବର୍ତ୍ତମାନ ଗ୍ରହଣ କରୁଛନ୍ତି ଆଉ ଜୁନ୍ 21କୁ ଯୋଗ ଦିବସ ହିସାବରେ ପାଳନ କରୁଛନ୍ତି। ତେଣୁକରି ପୃଥିବୀ ବର୍ତ୍ତମାନ ମହାନ, ଆମର ଯେଉଁ ନରେନ୍ଦ୍ର ମୋଦି ଅଛନ୍ତି ପ୍ରଧାନମନ୍ତ୍ରୀ ସିଏ ବି ମଧ୍ୟ ମହାନ। ଏବଂ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ବିକଶିତ ଭାରତର ସ୍ୱପ୍ନ ସେ ଦେଖିଛନ୍ତି, ସେହି ବିକଶିତ ଭାରତର ସ୍ୱପ୍ନକୁ ନେଇ ସେଇ ମନ୍ କି ବାତ୍ର ପରିକଳ୍ପନା କରି ସାଧାରଣ ମହଲରେ, ସାଧାରଣ ଜନତାଙ୍କ ପାଖରେ ତାଙ୍କର ଅନୁଭୂତି, ତାଙ୍କର ମାନେ କଥା, ତାଙ୍କର ହୃଦୟର କଥା କେମିତି ପହଞ୍ଚେଇ ସାରା ଭାରତବର୍ଷକୁ କେମିତି ବିକଶିତ କରାଇବେ ଆଉ ସାଧାରଣ ଜନତାକୁ କେମିତି ସଚେତନ ଆଉ ଜାଗ୍ରତ କରାଇବେ ଭାରତ ମାତାର ସେବା ପାଇଁ, ଏଇଟା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଯେଉଁ ଆମର କେଶଦୁରାପାଳ ଗ୍ରାମରେ ଯେଉଁ 124ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେଇଛି, ଏଠି ମାନେ ବିଶେଷ ଭାବରେ ଆମର ମା ମାନେ ଏଇ ଜାଗାରେ ଆଜି ଉପସ୍ଥିତି ଅଛନ୍ତି। କାରଣ ଆମେ ବିଭିନ୍ନ ଜାଗାରେ ଆମର କାର୍ଯ୍ୟକର୍ତ୍ତା କରୁଛନ୍ତି, ଅନ୍ୟ ଲୋକମାନେ କରୁଛନ୍ତି, ଆଉ କେତୋଟି ଜାଗାରେ ଆମେ ସ୍ୱତନ୍ତ୍ର ମା ମାନଙ୍କ ପାଇଁ ମନ୍ କି ବାତ୍ କାର୍ଯ୍ୟକ୍ରମ କରୁଛୁ। ମା ମାନଙ୍କୁ ଅନୁରୋଧ କରୁଛୁ ସେମାନେ ଆସିକି ଅଧଘଣ୍ଟା